24 ବର୍ଷର ନବୀନ ସରकारକୁ ଚ୍ୟାଲେଞ୍ଜ ଦେଇ ଦୀର୍ଘ 24 ବର୍ଷ ପରେ ବିଜେପି ଓଡ଼ିଶାରେ ସରକାର କରିଛି। ବିଜେପି ତାର ଏକ ମାସର ସରକାର ଭିତରେ ବହୁତ କାର୍ଯ୍ୟ ସେ କରିଛି। ସେ କହିଥିଲେ ଯେ ଆମେ ଶ୍ରୀମନ୍ଦିରର 4ଟି ଦ୍ୱାର ଖୋଲିଦେବୁ, ଖୋଲିଦେଲେ ଏବଂ କହିଥିଲେ ରତ୍ନଭଣ୍ଡାର ଖୋଲିଦେବେ, ରତ୍ନଭଣ୍ଡାର ଖୋଲିଦେବେ ଏବଂ ରତ୍ନଭଣ୍ଡାର ମଧ୍ୟ ଖୋଲିଛନ୍ତି। ଏବଂ ଏକ ଅଭାବନୀୟ ଘଟଣା ଘଟିଯାଇଛି, ଯେଉଁ 4 ଦ୍ୱାର ଖୋଲିଦେଲେ ଲୋକମାନେ ଧସାଧସି ହେଇ ମାନେ ମରିଗଲେ 2-3 ଜଣ ଏବଂ ବହୁତ ଲୋକ ଆଡ଼ମିସନ୍ ହେଲେ। ଏଠୁ ମୋହନ ସରକାରଙ୍କର ଏଇଟା ହେଉଛି ଭୁଲ ବୋଲି ଲୋକ ପ୍ରମାଣିତ କଲେ। ନବୀନ ଯାହା କରୁଥିଲେ ଠିକ୍ କରୁଥିଲେ ତ ପ୍ରମାଣିତ ହେଲା। ସେଭଳି ରତ୍ନଭଣ୍ଡାର ଖୋଲିବେ ବୋଲି ଯେଉଁ ଖୋଲିଲେ ତାହା ମଧ୍ୟ ଫଳପ୍ରଦ ହେଲାନି। ଏପରେ ରାଜ୍ୟପାଳ ରଘୁବର ବାବୁଙ୍କର ପୁତ୍ର ଯେଉଁଭଳି ଭାବରେ କାଣ୍ଡ କଲେ, ସେଥିରୁ ମଧ୍ୟ ବିଜେପି ସରକାର ଓଡ଼ିଶାବାସୀଙ୍କର ହୃଦୟ ଜିତି ପାରୁନାହାନ୍ତି। ତାଙ୍କର ବହୁତ କ୍ରିଟିସାଇଜ୍ ହେଉଛି। ଏହିପରି ଭାବରେ ଆଜି ଗୋଟେ ବଡ଼ ଭୁଲ କରି ବସିଥାନ୍ତେ। ସେ ବିଜୁ ପଟ୍ଟନାୟକଙ୍କର ନାମିତ ଏକ ଯେଉଁ ଆୱାର୍ଡ଼ ଅଛି ତାକୁ ନାମ ଚେଞ୍ଜ କରିବେ ବୋଲି ପ୍ରସ୍ତାବ ଆଇଥିଲା, କିନ୍ତୁ ବିଭିନ୍ନ ଆଡ଼ୁ ଏହାର ପ୍ରତି ବିରୋଧାଚରଣ ଯୋଗୁଁ ଆକୁ ମଧ୍ୟ ସେ ଚେଞ୍ଜ କରିଛନ୍ତି। ଏଇଟା ସ୍ୱାଗତ ଯୋଗ୍ୟ। ବିଜୁ ହେଉଛନ୍ତି ଓଡ଼ିଶାର କଳିଙ୍ଗ ପୁତ୍ର। ତାଙ୍କର ଅସମ୍ମାନ ମାନେ ଓଡ଼ିଶାର ଅସମ୍ମାନ। ସେ ଯାହା ହେଉ ଧର୍ମେନ୍ଦ୍ର ବାବୁଙ୍କର ଏବଂ ମୋଦି ବାବୁଙ୍କର, ନାଡ୍ଡା ବାବୁଙ୍କର ଚିନ୍ତା ପଡ଼ିଯାଇଛି ଯେ କିପରି ଯଦି ନବୀନ ଯାଇ ଇଣ୍ଡିଆ ମେଣ୍ଟରେ ମିଶିଯିବେ ତାହେଲେ ଉପରେ ବିଜେପି ସରକାର ଗଳିଯିବାର ସମ୍ଭାବନା ଅଛି। କାରଣ ବିଜେପିର ରାଜ୍ୟସଭାରେ ଟିକଟ ସଂଖ୍ୟା ବହୁତ କମ୍ ଅଛି ଏବଂ ପଲ୍ଟୁରାମ ଆମର ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ହାତରେ ହିଁ ବିଜେପି ସରକାର ଅଛି। ଏବେ ବିଜେପି ସରକାର ସମ୍ପୂର୍ଣ୍ଣ ମାନେ ଫ୍ରିରେ ଖେଳିପାରୁ। ତୃତୀୟ ଯେଉଁ 3.0 ବିଜେପି ସରକାର ଚାଲିଛି କେବଳ ଏଇ 2 ଜଣଙ୍କର ସାହାଯ୍ୟରେ ଚାଲିଛି। ଇଏ ପଲ୍ଟୁରାମ କେତେବେଳେ ବି ବଦଳି ଯାଇପାରନ୍ତି। ତେଣୁ କୌଣସି ମତେ ନବୀନକୁ ହଇରାଣ ନକରି ନବୀନଙ୍କ ସହିତ ମିଶି ରହିବା ପାଇଁ ବିଜେପିର ଆହ୍ୱାନ। ବ୍ୟୁରୋ ରିପୋର୍ଟ, ଉତ୍ତମ ନ୍ୟୁଜ୍।